ଗଜପତି ଉତ୍ସବରେ ମୂର୍ତ୍ତିକା ସଂରକ୍ଷଣ ବିଭାଗ ତଥା ଜଳ ବିଭାଜିକାକୁ ପ୍ରଥମ ପୁରସ୍କାର ପ୍ରଦାନ କଲା ଗଜପତି ଜିଲ୍ଲା ପ୍ରଶାସନ। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଗଜପତି ଷ୍ଟାଡିୟମରେ ଚାଲିଥିବା ଗଜପତି ଉତ୍ସବ ପରିସମାପ୍ତ ହୋଇଯାଇଛି। ଅନ୍ତିମ ଦିନରେ ଭଲ ପ୍ରଦର୍ଶନ କରିଥିବା ବିଭିନ୍ନ ବିଭାଗକୁ ପୁରସ୍କାର ଓ ସମ୍ମାନିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ସଦର ମହକୁମାଠାରେ ଥିବା ମୂର୍ତ୍ତିକା ସଂରକ୍ଷଣ ବିଭାଗ ତଥା ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ବିଭାଗ ପକ୍ଷରୁ ହେଉଥିବା ବିଭିନ୍ନ ଯୋଜନା ଉପରେ ସଚେତନତା କରାଯାଇଥିଲା ଓ ଜନସାଧାରଣଙ୍କ ସକାଶେ ଡିସପ୍ଲେ କରାଯାଇଥିଲା। ସରକାରଙ୍କ ପକ୍ଷରୁ ହେଉଥିବା ଯୋଜନାଗୁଡ଼ିକ ତଥା ଫାର୍ମ ପଣ୍ଡ, ଚେକ୍ ଡ୍ୟାମ୍, କଫି ଚାଷ, କାଜୁ ଚାଷ, ବିଭିନ୍ନ ଚାରାରୋପଣ କାର୍ଯ୍ୟକ୍ରମ ଏହିଭଳି ଲାଇଭଲିହୁଡ୍ ପ୍ରୋଜେକ୍ଟରେ ନିଜ ଅଞ୍ଚଳରେ ନିଜ ବୃତ୍ତି କରି ବଞ୍ଚିପାରିବ। ଦାଦନ ଖଟିବାକୁ ବାହାର ରାଜ୍ୟକୁ ଆଉ ଯିବାକୁ ପଡ଼ିବନି। ଏହାଦ୍ୱାରା ଲୋକଙ୍କର ସାମାଜିକ ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ। ଏହିସବୁ ଯୋଜନା ବାବଦରେ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମୁନିନ୍ଦ୍ର ହନେଗା, ଗଜପତି ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା, ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ପୃଥ୍ୱୀରାଜ ମଣ୍ଡଳ ପ୍ରମୁଖ ଉପସ୍ଥିତ ରହି ପ୍ରକଳ୍ପ ନିର୍ଦ୍ଦେଶକ ସୁରେଶ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା କରିଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ, ଖୋଲା ଖବର ଟିଭି।